ଜାଗର ପାଇଁ ଚଳଚଞ୍ଚଳ ସବୁ ଶୈବପୀଠ ହେବା ବେଳେ ଆମର ଓଡ଼ିଶାର କୈଳାସ ବୋଲାଉଥିବା ଓଡ଼ିଶା ପ୍ରସିଦ୍ଧ ଢେଙ୍କାନାଳ ଜିଲ୍ଲାର କପିଳାସଠାରେ ଆମେ ଆସି ପହଞ୍ଚିଛୁ। ଜାଗର ପାଇଁ କିଭଳି ଭାବରେ ପ୍ରସ୍ତୁତି ରହିଛି ଆମର ଏଠି ଆମ ପାଖରେ ଜଣେ ସେବାୟତ ଅଛନ୍ତି, ତାଙ୍କଠାରୁ ପଚାରି ବୁଝିବା କେଉଁଭଳି ଭାବରେ ପ୍ରସ୍ତୁତି ରହିଛି ଆଉ ସବୁ କ'ଣ ହବ ଜାଗର ନେଇ କ'ଣ କହିବେ? ଠାକୁରଙ୍କର ଜାଗର ପାଇଁ ପ୍ରସ୍ତୁତି କାର୍ଯ୍ୟ ପ୍ରାୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଲାଣି। ସମୁଦାୟ ରଙ୍ଗ କାର୍ଯ୍ୟ ଆଉ ମନ୍ଦିର ଚୂନ ବା ମନ୍ଦିର ସବୁ ସଫେଦ କାମ ସରିଲାଣି। ଏ ବର୍ଷ ଗୋଟେ ନୂଆ ହେଇଛି ସେଡ୍ ହେଇଛି, ଯାତ୍ରୀମାନେ ଖରା ଆଉ ବର୍ଷାରୁ ରକ୍ଷା ପାଇବା ପାଇଁ ଗୋଟେ ସେଡ୍ ତିଆରି ହେଇଛି। ତାପରେ ପୂଜା ପାଇଁ ଆମର ଯେଉଁ ଝାଡ଼ ଜାଳିବ ଝାଡ଼ ପାଇଁ ଏନେ ସବୁ ପ୍ରସ୍ତୁତି ଧୁଆଧୁଇ ସଫା କାମ ଚାଲିଛି। ଆଉ ଯେତେ ଯେଉଁଠି ବାରିକେଡ଼ ତିଆରି ହେବା ପାଇଁ ତାର ଖୁଣ୍ଟ ଏବଂ ସେନ୍ ପ୍ରସ୍ତୁତି ସବୁ ବନ୍ଧା ହେଲାଣି। ଗଲା ଆସନ୍ତା ଜାଗର ଦିନ ସକାଳୁଆ ଗାଡ଼ି କିଛି 2 ଚକିଆ ଗାଡ଼ି ଛାଡ଼ିବେନି, ତେଣୁ ଆମର ଯାହା ଏଠି କେତୋଟି ଗାଡ଼ି ପାସ୍ ଅଛି ସେଇ ଗାଡ଼ିରେ ଲୋକମାନେ ଆସିବେ। ବହୁତ ସଂଖ୍ୟାରେ ଲୋକ ହେବେ। ଚାରିଆଡ଼େ ଯେତେ ପାହାଡ଼ ପର୍ବତ ଯେତେ ଅଛି ଟେରାସ ସବୁଆଡ଼େ ଲୋକ ଭର୍ତ୍ତି ହେଇଯାଆନ୍ତି। ତେଣୁ ସେଥିପାଇଁ ସବୁ ସୁରକ୍ଷା ଦୃଷ୍ଟିରୁ ପୋଲିସ ଭାଇମାନେ ମଧ୍ୟ ସଜାଗ ହେଲେଣି, ଆଜିଠୁ ଆସି କ୍ୟାମ୍ପ କରି ରହିଲେଣି। ଆଉ ଆମର ସେଦିନ ଜାଗର ଦିନ ପୂଜା ପାଇଁ ସକାଳ ଭୋର 4ଟାରୁ ସୂର୍ଯ୍ୟ ଜୟମଙ୍ଗଳ ଆଳତି ହେବ। ତାପରେ 5ଟାରେ ସୂର୍ଯ୍ୟ ପୂଜା ହେଇ ବଲ୍ଲଭ ହେଇ ମନ୍ଦିର ଖୋଲିବ। ସେଠୁ ତାପରେ 5ଟା 5:30ଠୁ ସବୁ ଭକ୍ତମାନେ ଦର୍ଶନ କରିବାକୁ ଲାଗିବେ। ତାପରେ ସକାଳ 9ଟାରେ ସକାଳ ଧୂପ ଏବଂ ତାପରେ 12ଟାରେ ଭୋଗ ମଣ୍ଡପ ଏବଂ 2ଟାରେ ଦ୍ୱିପ୍ରହର ଧୂପ ଏବଂ ସନ୍ଧ୍ୟା ଆଳତି ହେବ ପ୍ରାୟ 6ଟା ବେଳକୁ। ସନ୍ଧ୍ୟା ଆଳତି 6ଟା ସରିବା ପରେ ଆମର ବିଶେଷ ପୂଜା ଜାଗର ପାଇଁ 1600 ଉପଚାରରେ 16 ପୂଜା ହେବ। ପ୍ରଥମ ପୂଜା ଆମ୍ବ ଦ୍ୱାରା ପୂଜା ପଣ୍ଡାଙ୍କ ଦ୍ୱାରା 4 ପୂଜା ଏବଂ ପୀଠ ପୁରୋଧା କରିବେ 8 ପୂଜା। ତାପରେ ରାଜ ପୁରୋଧା କରିବେ 4 ପୂଜା। ତାପରେ ରୁଦ୍ରାଭିଷେକ ହେବ ଏବଂ ନାଗାଭରଣ ସ୍ୱର୍ଣ୍ଣ ଆଭରଣ ସ୍ୱର୍ଣ୍ଣର ପଞ୍ଚଭକ୍ତ ବେଶ ଲାଗି ହେବ। ମାଙ୍କ ପାଖରେ ମଧ୍ୟ ସେମିତି ବେଶ ଲାଗି ହେବ। ଏଠି ଆମର 4ଟି ମନ୍ଦିର ଅଛି। ଉପରେ କାଶୀ ବିଶ୍ୱନାଥ ନାରାୟଣଙ୍କର ମଧ୍ୟ ଦିନ ସୁନାବେଶ ହୁଏ। କାଶୀ ବିଶ୍ୱନାଥଙ୍କର ମଧ୍ୟ ପଞ୍ଚଭକ୍ତ ବେଶ ହେବ, ନାଗାଭରଣ ବେଶ ହେବ। ଏମିତି ହଉ ହଉ ମହାଦୀପ ଉଠୁ ପ୍ରାୟ ଭୋର 4:30ଟା ହେଇଯିବ। 4:30ଟା ପରେ ଏକ ସ୍ୱତନ୍ତ୍ର ଏଣ୍ଟ୍ରି ଅଛି। ଏଠି ହରିହର ଭେଟ ହୁଏ, ଯେଉଁଦିନ କି ଶିବ ଆଉ ବିଷ୍ଣୁଙ୍କ ଭିତରେ କୌଣସି ପାର୍ଥକ୍ୟ ନାହିଁ। ତେଣୁ ଶିବ ସେଦିନ ଗୋଟେ ଉପହାର ଦିଅନ୍ତି, ବେଲପତ୍ର ମାଳ ନାରାୟଣ ଲଗାନ୍ତି ଏବଂ ନାରାୟଣ ମଧ୍ୟ ଗୋଟେ ଉପହାର ଦିଅନ୍ତି ତାଙ୍କୁ ତୁଳସୀ ମାଳ, ଶିବ ଚିହ୍ନ ତୁଳସୀ ମାଳ ଲଗାନ୍ତି। ଏବଂ ଯେଉଁ ଭୋଗ ହୁଏ ଏଠି ତୁଳସୀ ଆଉ ବେଲପତ୍ର ଉଭୟ ପଡ଼ିକି ଭୋଗ ହୁଏ। ତେଣୁ ଏଠି ବୈଷ୍ଣବ ବା ଶୈବ ୟା ଭିତରେ କୌଣସି ଭେଦଭାବ ନଥାଏ। ତେଣୁ ମନ୍ଦିରରେ ମଧ୍ୟ ସ୍ୱୟଂ ଜଗନ୍ନାଥ ବିରାଜମାନ କରିଛନ୍ତି। ପ୍ରାୟ ପୁରୀରେ ଯେତେ ପ୍ରକାର ନୀତି ଅଛି, ଯେମିତି ଆମର ଦୈନିକ ନୀତି 3 ଧୂପ 5 ଅବକାଶ, ଏଠାରେ ସେମିତି ସବୁ ଚାଲେ। ଏବଂ ମହାଦୀପ ଉଠି ସାରିବା ପରେ ହରିହର ଭେଟ ପରେ ରାତ୍ର ଧୂପ ଏବଂ ବଡ଼ସିଂହାର ହେଇ ତା ପରଦିନ ଯେଉଁ ଯୋଗୀମାନେ ଆମର ଆସିଥାନ୍ତି ଠାକୁରଙ୍କ ଯୋଗନିଦ୍ରା କେନ୍ଦ୍ରା ବଜେଇ ତାଙ୍କର ଯୋଗନିଦ୍ରା ଭଙ୍ଗ କରନ୍ତି। ଏହିପରି ଭାବରେ ଅତି ଆମର ପ୍ରାୟ ରାତି ସାରା ଏଠି ପୂଜା ଚାଲିଥାଏ। ଅନ୍ୟ ଅପେକ୍ଷା ରାତି ପାଇଁ ପାଇଯାଏ, ରାତି ମହାଦୀପ ଉଠିଲା ବେଳକୁ 4:30 ହେଇଯାଏ। ଶୁଣୁଥିଲେ ସେବାୟତ କହୁଥିଲେ ତାଙ୍କର 16 ପୂଜା ହୋଇଥାଏ। ଆଉ ନାଗାଭରଣ ବେଶ ଯେଭଳି ଭାବରେ ଆମର ବାବା ଶ୍ରୀ ଚନ୍ଦ୍ରଶେଖର ସ୍ୱର୍ଣ୍ଣ ବେଶରେ ଆଭୂଷଣ ହୋଇ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି। ତେବେ ଏଠି ଆମର ବହୁ ଭକ୍ତ ଲାଇନରେ ଠିଆ ହେଇଛନ୍ତି ଯୋଉ ତାଙ୍କ ପ୍ରତିକ୍ରିୟା ନେବା। କ'ଣ କହିବେ ଆଜ୍ଞା? କୋଉଠୁ ଆସିଥିଲେ? ଖୋର୍ଦ୍ଧାରୁ ଆସିଥିଲି। କ'ଣ କହିବେ ଯୋଉ ଜାଗର ପାଇଁ ଚଳଚଞ୍ଚଳ କପିଳାସ କେମିତି ଲାଗୁଛି ଆପଣଙ୍କର? ଏଠି ବହୁତ ଭିଡ ହୁଏ। ଆମେ ଆଜି ଆସିଥିଲୁ ସଂକ୍ରାନ୍ତିରେ ବାବାଙ୍କ ଦର୍ଶନ ପାଇଁ ଲାଇନରେ ଛିଡା ହେଇଛୁ। ଆପଣ ଯେମିତି ଶୁଣୁଥିଲେ ଜଣେ ଭକ୍ତଙ୍କ ପ୍ରତିକ୍ରିୟା, ପ୍ରବଳ ଭିଡ ଯୋଗୁଁ ଲାଇନରେ ଠିଆ ହେଇଥିଲେ। ଆଉ ଜାଗର ପାଇଁ ଲକ୍ଷାଧିକ ଭକ୍ତଙ୍କର ଯୋଉ ସମାଗମ ହୁଏ ତାହା ନେଇ ପ୍ରଶାସନ ପକ୍ଷରୁ ବହୁ ବ୍ୟାପକ ବ୍ୟବସ୍ଥା ରହି। ଆପଣ ଯେମିତି ଦେଖୁଥିଲେ ଯୋଉ ସ୍ୱତନ୍ତ୍ର ବ୍ୟାରିକେଡ ମାଧ୍ୟମରେ ମନ୍ଦିର ପ୍ରଶାସନ ଆଉ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟାରିକେଡ ମାଧ୍ୟମରେ ଭକ୍ତ ଦର୍ଶନ କରିବେ। ଆଉ ଅସ୍ଥାୟୀ ଟେଣ୍ଟ ମରା ହଉଛି। ଆଉ ଯେମିତି ସେବାୟତ କହୁଥିଲେ ତାଙ୍କର ଯୋଉ ହରିହର ଭେଟ ଯେପରି ବିଷ୍ଣୁ ଆଉ ଶିବଙ୍କର ଭେଟ ହୁଏ, ତା ନେଇ ସେଇଥିପାଇଁ ପାଖାପାଖି ଲକ୍ଷାଧିକ ଭକ୍ତଙ୍କର ସମାଗମ ହୁଏ। ଏଥିପାଇଁ ଆଉ 2 ଦିନର ବାକି ରହିଲା ଜାଗର, ତା ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଢେଙ୍କାନାଳ ଗନ୍ଦିଆରୁ ବିଶ୍ୱମୋହନ ସାହୁଙ୍କ ରିପୋର୍ଟ, ଧରିତ୍ରୀ ଲାଇଭ୍।
এই ভিডিওটি आपंक केमिति लागिला कमेंट करि जणांतु। धरित्री लाइव रो यूट्यूब एवं फेसबुक चैनल को सब्सक्राइब करंतु। अधिक खबर पई लॉगिन करंतु www.dharitri.com।